ଆପଣ ଆପଣମାନେ ଦେଖିପାରୁଥିବେ ଏଇଟା ହେଉଛି ରୁଦ୍ରାକ୍ଷ। ତ ଦୁଇଟା ମେଟାଲ ଭିତରେ ଯଦି ସେ ମଝି ରହିଲା ତ ସେ ବ୍ୟାଲେନ୍ସ ହେବ, ସେକ୍ ହେବ। ସେଇଟା ମୁଭମେଣ୍ଟ ରାଇଟ୍ ତ ତାପରେ ମୁଭମେଣ୍ଟ ହଉଛି ମୁଭମେଣ୍ଟ ଆମେ ଦେଖିଲୁ ଷ୍ଟାର୍ଟ କରନ୍ତୁ। ଦେଖନ୍ତୁ ଏଇଟା ବି ଦେଖିବା ଯଦି ଏଇଟା ସେକ୍ଚୁଆଲି ଠିକ୍ ହେଉଛି ବୋଲେ ଆମେ କରିବା ସେଇଟା ହେଲା ତ ସେତେବେଳେ ଆଉ ଦେଖନ୍ତୁ 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 ଆଉ କହ ଏବେ କ'ଣ ନା ଦେଖନ୍ତୁ ଆପଣମାନେ ଅନେକ ରୁଦ୍ରାକ୍ଷ ଦେଖିଥିବେ। ରୁଦ୍ରାକ୍ଷଟା ଓରିଜିନାଲ ରୁଦ୍ରାକ୍ଷ ଚିହ୍ନିବା କେମିତି? ଓରିଜିନାଲ ରୁଦ୍ରାକ୍ଷ ଚିହ୍ନିବା ପାଇଁ ଆମେ ଗୋଟେ ରୁଦ୍ରାକ୍ଷ ଆମେ ନେଇଛୁ। এই ରୁଦ୍ରାକ୍ଷକୁ ଚିହ୍ନିବା ପାଇଁ ଆମେ ଦୁଇଟା କଏନ୍ ନେଇଛୁ। ଏ ଦୁଇଟା କଏନ୍ ମଧ୍ୟରେ ରୁଦ୍ରାକ୍ଷ ରଖିବା ଆଉ ତାକୁ ପରୀକ୍ଷା କରିବା। ରୁଦ୍ରାକ୍ଷ ଯଦି ଅଟୋମେଟିକ୍ ସେଇଟା ମୁଭମେଣ୍ଟ ହେଉଛି, ଯଦି ଘୁରୁଛି, ତାହେଲେ ଆମେ ଜାଣିବା ଯେ এইটা ଓରିଜିନାଲ ରୁଦ୍ରାକ୍ଷ। ଘରୁଛି ମାତ୍ର ରାଇଟ୍ ସେ କହୁଛି କିଛି ନ ବୁଲେଇକି ସେ ଥୋଇଲା ଖେଳେ ବୁଲୁଛି ସେ ରାଇଟ୍। ଏଇଟା ଗୋଟେ କି स्पीड साइंस में बुलते